ବଣାଇର ପ୍ରସିଦ୍ଧ ଚୈତ୍ରମେଳା ପର୍ବ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ବଣାଇର ପ୍ରସିଦ୍ଧ ମା ବାସୁଳୀଙ୍କ ମନ୍ଦିରଠାରେ ଚକ୍ଷୁଦାନ ପୂଜା ଆରମ୍ଭ ହେବା ପରେ 9 ଦିନ ବ୍ୟାପୀ ମାଙ୍କ ପୂଜା ଆରମ୍ଭ ହୋଇଛି। ବାସୁଳୀ ମନ୍ଦିରଠାରେ ସନ୍ଧ୍ୟାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜକ ଚୈତନ୍ୟ ଚୌଧୁରୀ ପୂଜାର୍ଚ୍ଚନା କରିବା ପରେ ପୂଜକ ଅଜୟ ମିଶ୍ରଙ୍କ ଦ୍ୱାରା ପଟି ଦେବୀଙ୍କଠାରେ ମା ବାସୁଳୀଙ୍କ ଜୀବନ୍ୟାସ ଦେଇଥିଲେ। ଏଥିରେ ବଣାଇ ରାଜା ସାହେବ ବୀର କିଶୋରୀ ଇନ୍ଦ୍ରଦେବ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚୈତ୍ରମେଳା ଆୟୋଜିତ ହୋଇଆସୁଛି। ମା ବାସୁଳୀଙ୍କ ପୂଜାର୍ଚ୍ଚନା କରିବା ସହ ମାଙ୍କ ସମ୍ମୁଖରେ ପାଟୁଆମାନେ କିଳିକିଳି ନାଦ କରି ନୃତ୍ୟ ପ୍ରଦର୍ଶନ କରିଥିଲେ। ଭକ୍ତମାନେ ନିଜ ନିଜର ମାନସିକ ରଖି ଭୋଗ ଲଗାଇ ପୂଜାର୍ଚ୍ଚନା କରିବା ସହ ମା ପେଟି ଦେବୀ ସାହି ପରିକ୍ରମା କରି ପୂଜା ପାଇବା ପରେ ବ୍ରାହ୍ମଣୀ ନଦୀ ବାଲି ଶଯ୍ୟାରେ ପୂଜା ପାଇବେ। ଏହି ଅବସରରେ 9 ଦିନ ଧରି ବଣାଇ ରାଜ ଦରବାର ସମ୍ମୁଖ ମଣ୍ଡପରେ ମାଙ୍କୁ ପୂଜାର୍ଚ୍ଚନା ପରେ ସେଠାରେ ଛଉ ନୃତ୍ୟ ପରିବେଷଣ କରାଯାଏ। ସେହିପରି ଆସନ୍ତା 13 ତାରିଖ ଦିନ ଚୈତ୍ର ମେଳାର ମୁଖ୍ୟ ଆକର୍ଷଣ ଗାରିବା ଭାର ଏବଂ 14 ତାରିଖ ଦିନ ଦିନଯାତ୍ରା ଅନୁଷ୍ଠିତ ହେବ। ଏହା ପରଠାରୁ ଦୀର୍ଘ 1 ମାସ ଧରି ମେଳା ଦାଣ୍ଡରେ ଚୈତ୍ରମେଳା ଅନୁଷ୍ଠିତ ହେବ। ଏଥିପାଇଁ ବଣାଇ ରାଜାଙ୍କ ପୌରୋହିତରେ ମେଳା ପରିଚାଳନା କମିଟି ଗଠିତ ହୋଇ ଏଥିରେ ସୁଜିତ ସାହୁ, ଭବତୋଷ ଦେଓ, ସଞ୍ଜୀବ ମହାନ୍ତି, ଦୋଳଗୋବିନ୍ଦ ଭଞ୍ଜ, ବିଜୟ ବେହେରା, ସଚିନ୍ଦ୍ର ସାହୁ ପ୍ରମୁଖଙ୍କୁ ନେଇ ପୂଜା ପରିଚାଳନା କମିଟି ଦ୍ୱାରା ଚୈତ୍ରମେଳା ପାଇଁ ଅନୁଷ୍ଠିତ ହୋଇଛି। ବଣାଇରୁ ହେମନ୍ତ ପାତ୍ରଙ୍କ ରିପୋର୍ଟ, A1 ଓଡ଼ିଶା।